ଆଜିଠାରୁ ପୁଣି ତାତିରେ ଜଳିବ ଓଡ଼ିଶା। ପ୍ରାୟ 70% ଆର୍ଦ୍ରତା ରହିବା ଯୋଗୁଁ 47-48 ଡିଗ୍ରୀ ଭଳି ତାତି ଅନୁଭୂତ ହୋଇପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ ପୂର୍ବାନୁମାନ କରିଛନ୍ତି। ଭୀଷଣ ତାତି ଓ ଗ୍ରୀଷ୍ମ ପ୍ରବାହ ପାଇଁ 6ଟି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଶୁକ୍ରବାର 3ଟି ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା ହୋଇଛି। ଶନିବାର ଆଉ 6ଟି ଜିଲ୍ଲା ପାଇଁ ସ୍କୁଲ ଛୁଟି ଘୋଷଣା ହୋଇଛି। ନୂଆପଡ଼ାରେ 21 ତାରିଖ ଯାଏଁ, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧରେ 22 ତାରିଖ, ମୟୂରଭଞ୍ଜ ଜିଲ୍ଲା 23 ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି। ନବରଙ୍ଗପୁର ଜିଲ୍ଲାରେ 20 ତାରିଖରୁ ପରବର୍ତ୍ତୀ ଆଦେଶ ଯାଏଁ ଛୁଟି କରାଯାଇଛି। ଛୁଟି ସମୟରେ ଆଗରୁ ଧାର୍ଯ୍ୟ ପରୀକ୍ଷା ବାତିଲ ହୋଇଛି। ସକାଳ ସମୟରେ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ପାଣିପାଗ ବିଭାଗର ଆକଳନ କହୁଛି, ରବିବାର ପଶ୍ଚିମ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ ସମ୍ବଲପୁର ଗ୍ରୀଷ୍ମ ପ୍ରବାହ ବହିପାରେ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। 20 ତାରିଖ ସୁନ୍ଦରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁର ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ। ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ତାତି ତାପମାତ୍ରା ବି ଅଧିକ ରହିବ ଯୋଗୁଁ ଭୀଷଣ ଗରମ ଅନୁଭୂତ ହେବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ଭୀଷଣ ଗୁଳୁଗୁଳି ରହିବ। କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ଆଶଙ୍କା ଅଛି। ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପ୍ରଫେସର ପଶୁପାଳଙ୍କ ଆକଳନ କହୁଛି, ଶୁଷ୍କ ଉତ୍ତର ପଶ୍ଚିମ ଉତ୍ତର ପଶ୍ଚିମ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟର ତାପମାତ୍ରା କ୍ରମଶଃ ବଢ଼ୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ କେନ୍ଦ୍ରୀୟ ଭାରତର ସମେତ ଅଞ୍ଚଳକୁ ଆସୁଥିବା ଗରମ ବାୟୁର ପ୍ରଭାବ ରହିଛି। ଉପକୂଳ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ଦକ୍ଷିଣ ବାୟୁ ପ୍ରବାହ ଅଧିକ ଜଳୀୟ ବାଷ୍ପ ଆସିବା ଯୋଗୁଁ ହିଟ୍ ଇନ୍ଡେକ୍ସ ବଢ଼ୁଛି। ଏହାର ପ୍ରଭାବରେ ଅସହ୍ୟ ଗୁଳୁଗୁଳି ସୃଷ୍ଟି ହେବ। ଆଭ୍ୟନ୍ତରୀଣ ଓଡ଼ିଶାର ତାତି 42 ଡିଗ୍ରୀରୁ ଅଧିକ ରହିବ। ଝାରସୁଗୁଡ଼ା, ସମ୍ବଲପୁର 45 ଡିଗ୍ରୀ ଛୁଇଁପାରେ। ଉପକୂଳ ଓଡ଼ିଶାର ଅଧିକ ଆର୍ଦ୍ରତା ଯୋଗୁଁ 48 ଡିଗ୍ରୀ ଭଳି ତାତି ରହିବ। ଏହାର ଶରୀର ପାଇଁ ବିପଦଜନକ ବୋଲି ପ୍ରଫେସର ପଶୁପାଳ କହିଛନ୍ତି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଏହିପରି ନୂଆ ନୂଆ ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରି ରଖିଥାନ୍ତୁ, ଯାହାଦ୍ୱାରା ଆପଣଙ୍କ ପାଖରେ ସର୍ବପ୍ରଥମେ ଆମର ଖବର ପହଞ୍ଚିପାରିବ।